ସମସ୍ତେ କହୁଥିଲେ ଝିଅମାନେ ଶାନ୍ତ ସରଳ ଥାଆନ୍ତି। ତ ମୋ ଝିଅ ହେଲା ପରେ ମୁଁ ଜାଣିବାକୁ ପାଇଲି ସମସ୍ତେ କେତେ ମିଛ କହୁଥିଲେ। ମାନେ ତାଙ୍କ ଭିତରେ ଶାନ୍ତ ସରଳ ଜିନିଷଟା ହିଁ ନାହିଁ। ସେ ଶାନ୍ତ, କିନ୍ତୁ କେତେବେଳେ ଯେତେବେଳେ ସେମାନେ ଶୋଇଥାନ୍ତି, ଉଠିଗଲେ ଆମେ ସମସ୍ତେ ଅଶାନ୍ତ। ମୁଁ ଭାବୁଥିଲି ମୋ ଝିଅକୁ ଟିକେ ସାହସୀ କରିବି, ତା ଦେହରେ ଡର ରଖିବିନି, ତାକୁ ଷ୍ଟ୍ରଙ୍ଗ କରିବି, କିନ୍ତୁ ତାର କୀର୍ତ୍ତିକଳାପ ଦେଖିକି ମୋତେ ଡର ଲାଗିଲାଣି। ମୁଁ ଭାବୁଥିଲି ମୋ ଝିଅକୁ ମାନେ ନିଜର ଆବାଜ ଉଠେଇବା ଶିଖେଇବି, କେମିତି କିଏ ଲୋକମାନଙ୍କୁ ମାନେ ତାକୁ କିଏ କିଛି ନ କୁହନ୍ତୁ ନିଜର, କିନ୍ତୁ ତାର ଯେଉଁ ଦେଖିକି ତା ସବୁ ଆକ୍ଟିଭିଟିସ୍ ମୋତେ ଲାଗୁଛି ଭାଇ ଦରକାର ନଥିଲା, ତୁ ଅଯଥା ହାତ ଗୋଡ଼ ହଲାନି ହେଲା। ମୁଁ ଭାବିଲି ମୋତେ ମୋ ଝିଅ ଡାକିବ କ୍ୟୁଟ୍ରେ ମାମା ମାମା ପାପା ପାପା, କି ମୁଁ ତାକୁ ଧମକେଇଲେ ସେ ଡରିଯିବ କିଛି ଗୋଟେ ଭୁଲ କରିଥିଲା ବେଳେ। କିନ୍ତୁ ମୁଁ ତାକୁ ଯଦି ଟିକେ ନାଲି ଆଖି ଦେଖାଉଛି, ସିଏ ମୋତେ କହୁଛି ଏଇ ଭାଇ, ମୋତେ ସିଏ ଓଲଟା ଧମକେଇ ଦେଉଛି। ମୁଁ ଭାବିଲି ମୋ ଝିଅଟେ ହେଇଛି, ମୁଁ ତାକୁ ଗୁଡ଼ିଆ ରାନୀ କହିବି, ତାକୁ ଗେହ୍ଲା କରିବି। ସିଏ ତା ମାନେ ଆକ୍ଟିଭିଟିସ୍ ଦେଖିକି ତାକୁ ଗୁଡ଼ିଆ ରାନୀ, ତାକୁ ଝାନ୍ସୀ ରାନୀ କହିବାକୁ ବି ଡର ଲାଗୁଛି ହେଲା। କିନ୍ତୁ କ'ଣ କରିବା, ସେ ମୋ ଝିଅ, ସେ ଯାହା କଲେ ବି ମୁଁ ତାକୁ ସବୁବେଳେ ସପୋର୍ଟ କରିବି।